ଆଜି ଶୁଣିବା ଗଳ୍ପ ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା। ଲେଖିକା ପ୍ରତିଭା ରାୟ। ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଅଛି। ସେଥିପାଇଁ ଖଣ୍ଡିତ ଚନ୍ଦ୍ର ଏତେ ସୁନ୍ଦର, କାରଣ ତା ପଛରେ ଗୋଟାଏ ଅଦୃଶ୍ୟ ତୁଳି ପୂର୍ଣ୍ଣତାର ଚିତ୍ର ଲେଖୁଥାଏ। କିନ୍ତୁ ତାକୁ ଦେଖିଲେ ମୁଁ ଭାବେ ସେ ଯେମିତି ଦିନୁ ଦିନୁ କେବଳ ହ୍ରାସ ପାଇଯାଉଛି, କ୍ଷୟ ହୋଇଯାଉଛି। ତା କଥା ଭାବିଲେ ମନେ ପଡ଼େ ବୁଦ୍ଧତ୍ୱର ଅମର ବାଣୀ, ପ୍ରଥମ ଆର୍ଯ୍ୟ ସତ୍ୟ ଦୁଃଖ। ଦୁଃଖ ହେଉଛି ମନୁଷ୍ୟ ଜୀବନର ଏକ ମର୍ମାନ୍ତିକ ସତ୍ୟ। କିନ୍ତୁ ସାଧାରଣ ମଣିଷ ଦୁଃଖ ଭିତରେ ସୁଖର ସନ୍ଧାନ କରେ, ଭିନ୍ନ ଭିନ୍ନ ଉପାୟରେ ଦୁଃଖକୁ ଅପନୋଦନ କରେ। ସେଇଥିପାଇଁ ରୋଗଗ୍ରସ୍ତ ମଣିଷ ଚିତ୍କାରର ସହାୟତା ନିଏ, ମନକୁ ସାନ୍ତ୍ୱନା ଦିଏ। ରୋଗ କ୍ଷଣସ୍ଥାୟୀ, ସୁସ୍ଥ ଜୀବନ ହିଁ ଚିରନ୍ତନ ସତ୍ୟ। ଯଦିଓ ମଣିଷ ଜାଣେ ବିପରୀତ କଥାଟା ହିଁ ଅକାଟ୍ୟ। ଆଶା ଦୁଃଖର କାରଣ, ଅଥଚ ସେଇ ଆଶା ହିଁ ମଣିଷକୁ ବଞ୍ଚେଇ ରଖେ। ଆଶା ହିଁ ମଣିଷକୁ ଆନନ୍ଦ ଦିଏ, ଯଦିଓ ସେ ଆନନ୍ଦ କ୍ଷଣସ୍ଥାୟୀ। କିନ୍ତୁ କି ଆଶା ନେଇ ସେ ବଞ୍ଚି ରହିଛି ମୁଁ ବୁଝିପାରେ ନାହିଁ। ମନକୁ କି ସାନ୍ତ୍ୱନା ଦେଇ ସେ ପଡ଼ି ରହିଛି, ତା ମୋ ଚିନ୍ତାର ବାହାରେ। ତା ଜୀବନର ଶେଷ କଥା ଡାକ୍ତରମାନେ ଶୁଣାଇ ଦେଇଛନ୍ତି। ଆଜିକାଲି ତା ସୁସ୍ଥତାର କିଛି ଚିକିତ୍ସା ହୁଏ ନାହିଁ। ଯେତେ ଫିସ୍ ଦେଲେ ମଧ୍ୟ ତା ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କେହି ଡାକ୍ତର ଆସନ୍ତି ନାହିଁ। ଅଥଚ ସେ ବଞ୍ଚିଛି ଏବଂ ସେ ଜୀବନକୁ ଭଲ ପାଇ ବଞ୍ଚି ରହିଛି। ତାର ମନୋବଳ, ତାର ସହନଶୀଳତା ଦେଖି ମୁଁ ସ୍ତମ୍ଭୀଭୂତ ହୁଏ, ଅଭିଭୂତ ହୁଏ। ଭାବେ ବୋଧହୁଏ ପ୍ରତିକୂଳ ଦିଗରେ ସନ୍ତରଣ କଲେ ନଦୀ ସ୍ରୋତ ପ୍ରଖର ହେଲା ଭଳି ପ୍ରତିକୂଳ ପରିସ୍ଥିତି ହିଁ ମଣିଷକୁ ଶକ୍ତିମୟ କରେ। ତାର ସହ ମୋ ପରିଚୟର ସୂତ୍ର ସେ ନିଜେ। ଅକସ୍ମାତ ଦିନେ ଫୋନରେ ଡାକି ସେ କହିଲା, ଆଜ୍ଞା ନମସ୍କାର, ମୁଁ ଚନ୍ଦ୍ର କହୁଛି, ଚନ୍ଦ୍ରଭାଗା ଦାସ। ମୁଁ ଆପଣଙ୍କର ଜଣେ ଗୁଣମୁଗ୍ଧ ପାଠିକା। ଆପଣଙ୍କୁ ଦେଖିବା ପାଇଁ ଭାରି ଇଚ୍ଛା ହେଉଛି। ମୁଁ ବିନମ୍ର କଣ୍ଠରେ କହିଲି, ସନ୍ଧ୍ୟାରେ ପ୍ରାୟ ମୁଁ ଘରେ ଥାଏ, କେବେ ଆସନ୍ତୁ। ନୀରବତାର ସ୍ୱର ମୋତେ ଉଦାସ ଆଗ୍ରହରେ ଛୁଇଁ ଯାଉଥାଏ। ପୁଣି ଶୁଭିଲା, ମୁଁ କ୍ରମାଗତ କିଛି ଦିନ ଅସୁସ୍ଥ ଅଛି। ଶୁଣିଲି ଆପଣ ଏ ପାଖରେ କେଉଁଠି ରହନ୍ତି। ଆପଣ ଯଦି ଦୟାକରି ଥରେ ଆସନ୍ତେ। ଦୟାକରି ନୁହଁ, କୌତୂହଳବଶତଃ ମୁଁ ତା ଘରକୁ ଗଲି ଏବଂ ତା ପରଠୁ ବାରମ୍ବାର ଯାଏ। ଗୋଟାଏ ଅଦୃଶ୍ୟ ଆକର୍ଷଣ ସମସ୍ତ କାର୍ଯ୍ୟବ୍ୟବସ୍ଥା ଭିତରେ ତା ପାଖକୁ ମୋତେ ଟାଣି ନିଏ। ପ୍ରଥମ ଦିନ ସେ ଶୋଇଥିଲା ଲମ୍ବା ଗାଉନଟିଏ ପିନ୍ଧି। ତାର ବୃଦ୍ଧ ବାପା ଲମ୍ବୋଦରବାବୁ ପରିଚୟ ଜିଜ୍ଞାସା କରି ମୋତେ ଆଗ୍ରହରେ ପାଛୋଟି ନେଲେ। ଝିଅ ସହ ପରିଚୟ କରାଇଦେଲେ। ଏ ହେଲେ ଲେଖକ ପ୍ରତିଭା ରାୟ, ଯାହାଙ୍କ ଲେଖାର ତୁ ଜଣେ ବିଦଗ୍ଧ ପାଠିକା। ତୁ ଫୋନ୍ କରିଥିଲୁ ଆସିବାକୁ। ସେ ହାତ ତୋଳି ନମସ୍କାର କଲା, କିନ୍ତୁ ବିଛଣାରୁ ଉଠିଲା ନାହିଁ। ଉଠିବାର କୌଣସି ଚେଷ୍ଟା ମଧ୍ୟ କଲା ନାହିଁ। ଅସୁସ୍ଥତା ବଶତଃ ବୋଧହୁଏ ଦୁର୍ବଳ ଅନୁଭବ କରିଛି। ଡାକ୍ତର ହୁଏତ ଉଠିବା ପାଇଁ ବାରଣ କରିଛନ୍ତି। ତାର ପାନପତ୍ରର ମୁହଁଟି ସାମାନ୍ୟ ଫିକା ଆଉ ମ୍ଳାନ ଦିଶୁଥାଏ। ସୁତୀକ୍ଷ୍ଣ ନାସାଗ୍ର କେଉଁ ଗୋପନ ଆବେଗରେ ଅଳ୍ପ ଅଳ୍ପ କମ୍ପିତ ହେଉଥାଏ। ଗୋଟାଏ ନିଷ୍ପାପ ଲାବଣ୍ୟରେ ମୁହଁଟି ଢଳଢଳ ଦିଶୁଥାଏ। ଭସା ଭସା ଉଦାସ ଆଖି ଦୁଇଟିରେ ଭାବବ୍ୟଞ୍ଜକ ଦୃଷ୍ଟି, ତାର ଗଭୀର ମର୍ମସ୍ପର୍ଶୀ। ଅପଲକ ଆଖିରେ ସେ ମୋ ମୁହଁକୁ ଚାହିଁ ରହିଥାଏ, ଯେମିତି କିଛି ଖୋଜୁଛି। ଲାବଣ୍ୟମୟୀ କ୍ଷୀଣାଙ୍ଗୀ ତରୁଣୀର ସିଧାସଳଖ ନିଃସଙ୍କୋଚ ଦୃଷ୍ଟି ମୋତେ ସଙ୍କୁଚିତ କରି ପକାଉଥାଏ। ଭାବିଲି, ଜଣେ ଅପରିଚିତ ଲେଖକଙ୍କୁ ଘରକୁ ଡକାଇ ଝିଅଟି ନିଃସଙ୍କୋଚରେ କେଉଁ ଗଭୀର ଗହନ ଜୀବନ ପ୍ରଶ୍ନର ଉତ୍ତର ଖୋଜୁଛି। ମୁଁ ପଚାରିଲି, କ'ଣ ହୋଇଛି? କେତେଦିନ ହେଲା ଆପଣ ଅସୁସ୍ଥ ହୋଇ ପଡ଼ିଛନ୍ତି? କ'ଣ ଜ୍ୱର, ମୁଣ୍ଡବ୍ୟଥା? ମୋ ପ୍ରଶ୍ନର କିଛି ଜବାବ ନ ଦେଇ ମ୍ଳାନ ହସି ଦେଇ ସେ ହସିଲା। ତାପରେ ହଠାତ୍ ସେ ମୋର ବିଭିନ୍ନ ଲେଖା ଉପରେ ଆଲୋଚନା କରିବାକୁ ଲାଗିଲା। ମୁଁ ତା ଅସୁସ୍ଥତା କଥା ଭୁଲିଯାଇ ନିଜ କୃତିର ଆଲୋଚନାରେ ମାତିଗଲି। ଝିଅଟିକୁ ମୋର ଲେଖା ଯେତିକି ଭଲ ଲାଗିଥିଲା, ମୋତେ ଝିଅଟି ତାଠାରୁ ବେଶୀ ଭଲ ଲାଗିଥିଲା। ଏହି ଭିତରେ ତାର ମା ଜଳଖିଆ ଚା ଆଣି ଆସିଥିଲେ। ସାଦା ପାନ ଭାଙ୍ଗି ମୋ ହାତକୁ ବଢ଼ାଇ ଦେଇଥିଲେ ଘର ମଣିଷଙ୍କ ପରି। 2 ଘଣ୍ଟା ବସିଗଲି ପ୍ରଥମ ଦେଖାରେ ଏବଂ ତାର ଅସୁସ୍ଥତା କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲି। ଉଠିଲା ବେଳକୁ ଆପଣାର ଲୋକ ଭଳି ଜୋର ଦେଇ କହିଲି, ଏଥର ତମ ପାଳି।
ଆଶା କରୁଛି ଖୁବ୍ ଶୀଘ୍ର ତୁମେ ସୁସ୍ଥ ହୋଇ ଉଠିବ ଆଉ ମାଆଙ୍କୁ ନେଇ ମୋ ଘରକୁ ଆସିବ। ମୋ ସ୍ତ୍ରୀ ଭାରି ଖୁସି ହେବେ। ସେମିତି ଶୋଇ ରହି ପ୍ରତିଶ୍ରୁତିହୀନ ଚିରାଚରିତ ମ୍ଳାନ ହସଟିଏ ସେ ହସିଲା। ଠିଆ ଠିଆ ପଚାରିଦେଲି, ମୋରି ଲେଖା ବିଷୟରେ ସବୁ କହିଲି, ତମ କଥା ତ କିଛି ହେଲେ କହିଲ ନାହିଁ। କେଉଁ କଲେଜରେ ପଢ଼? କଳା ନା ବିଜ୍ଞାନ? ଡାକ୍ତର କେତେଦିନ ବିଶ୍ରାମ ନେବାକୁ କହିଛନ୍ତି? ପ୍ରଥମ ସାକ୍ଷାତରେ ୟାଠୁ ଆଉ ଅଧିକ ଜିଜ୍ଞାସା କ'ଣ କରିପାରିଥାନ୍ତି ତା ସମ୍ପର୍କରେ? ଉଦାସ ସ୍ୱରରେ ସେ କହିଲା, ମୋ କଥା ଆଉ କ'ଣ କହିବି? ଛାଡ଼ନ୍ତୁ, ଆଉ କେବେ ସେ କଥା। ଆପଣଙ୍କର ବହୁତ ସମୟ ନଷ୍ଟ କଲେଣି ଆଜି, କିନ୍ତୁ ଭାରି ଭଲ ଲାଗିଲା ଆପଣଙ୍କୁ ଦେଖି। ଆପଣଙ୍କ ଲେଖା ଭଳି ଆପଣ ଭାରି ଅନ୍ତରଙ୍ଗ ମନେ ହେଲେ ପ୍ରଥମ ଦେଖାରେ। ମୋର ଫୋନ୍ ପାଇ ଆପଣ ଯେ ଆସିଲେ, ସେଇ ମୋର ଭାଗ୍ୟ। ଧନ୍ୟବାଦ କହି ଆତ୍ମପ୍ରସାଦରେ ସ୍ମିତ ହସି ବାହାରି ଆସୁଛି ସ୍ତମ୍ଭୀଭୂତ ହେଇଗଲି ବାରଣ୍ଡାର ଗୋଟାଏ କୋଣକୁ ଚାହିଁଦେଇ। ମୋର ଯୁବସୁଲଭ ଉଷ୍ମ ରକ୍ତ ପ୍ରବାହ ଶୀତଳ ଦେଇ ଜମାଟ ବାନ୍ଧି ଯାଉଛି ବୋଲି ଭୟ ହେଲା। ମୋର ପାଦ ଅଚଳ ହୋଇଗଲା। କଣ୍ଠ ନଳୀ ଶୁଷ୍କ, ହୃଦୟ ଥର ଥର କମ୍ପୁଛି। ଭୟକାତର ଦୃଷ୍ଟିରେ ସେଇ ଅନାକାଂକ୍ଷିତ ଜିନିଷଟି ଉପରେ ନିବଦ୍ଧ। ଭାବିଲି ଭାଗ୍ୟର ଉତ୍ଥାନ ପତନ କେଡ଼େ ଦୁଃଖମୟ। ଶିଶିର କଣା ଭଳି ସ୍ୱଚ୍ଛ ନିଷ୍ପାପ ଏଇ କୋମଳ ବୟସୀ ଝିଅଟିର କୃତକର୍ମର ଫଳ ଏଡ଼େ ବିଷମୟ ହୋଇନପାରେ, ଯେଉଁଥିପାଇଁ ସେ ଏତେ ବଡ଼ ଅଭିଶାପ ପାଇବ। ଏ କେବଳ ତା ଭାଗ୍ୟର ବିଡ଼ମ୍ବନା କିମ୍ବା ପ୍ରାରମ୍ଭ ଫଳ। ତାର ବାପା ନିର୍ବିକାର ସ୍ୱରରେ କହିଲେ, ଆଜିକୁ 12 ବର୍ଷ ହୋଇଗଲା। ଆଗରୁ ଅଣ୍ଟା ସଳଖି ବସି ପାରୁଥିଲା, ଆଜିକାଲି ଆଉ ବସି ବି ପାରୁନି। ଫିଲ୍ଡ ଚେୟାରଟି ବହୁଦିନ ହେଲା ସେଠି ସେମିତି ପଡ଼ିଛି, ଆଉ ହୁଏତ ପୁନର୍ବାର ବ୍ୟବହାରରେ ଆସିବନି। ହେ ଭଗବାନ! ମୋ ଇଚ୍ଛା ବିରୁଦ୍ଧରେ ଅସ୍ପଷ୍ଟ କାତରୋକ୍ତି ଅଜାଣତରେ ବାହାରି ଆସିଲା। ତା ବାପା କହିଲେ, ମୁଁ ବି ଆଗରୁ ଭଗବାନଙ୍କୁ ଡାକୁଥିଲି, ଯେତେବେଳେ ଚନ୍ଦ୍ରା ଭଲ ହୋଇଯିବ ବୋଲି ମିଛ ପ୍ରତିଶ୍ରୁତି ଡାକ୍ତରମାନେ ଦେଉଥିଲେ। ଚନ୍ଦ୍ରାର ଶେଷ କଥା ଡାକ୍ତରମାନେ ଶୁଣେଇ ଦେଇଛନ୍ତି। ମୁଁ ବି ଆଉ ଭଗବାନଙ୍କୁ ଡାକୁ ନାହିଁ। ଆଜିକାଲି ମନ୍ଦିର ଯିବାକୁ ପଡ଼େ ନାହିଁ କି ଡାକ୍ତରଖାନା ଦୌଡ଼ିବାକୁ ହୁଏ ନାହିଁ। ଜଞ୍ଜାଳ ଅନେକ କମିଯାଇଛି। 5 ବର୍ଷ ଧରି ଚନ୍ଦ୍ରା ନର୍ସିଂହୋମରେ ଥିଲା। ଡାକ୍ତରଖାନା ଆଉ ମନ୍ଦିର ଦୌଡ଼ି ଦୌଡ଼ି ସେତେବେଳେ ମୁଁ ଅଧା ପ୍ରାଣ। ନିର୍ବାକ ହୋଇ ମୁଁ ଶୁଣୁଥାଏ। ଠିଆ ଠିଆ ସେ ମୋ ପାଖରେ ହୃଦୟ ଖୋଲିଦେଲେ। ଚନ୍ଦ୍ରାକୁ ସେତେବେଳେ 10 ବର୍ଷ। କଟି ପାଖ ମେରୁଦଣ୍ଡ ହାଡ଼ରେ ଯନ୍ତ୍ରଣା ହେଲା। ଡାକ୍ତର କହିଲେ ଅପରେସନ୍ ଦରକାର। ଅପରେସନ୍ ପରେ ଚନ୍ଦ୍ରାର କଟିଠାରୁ ତଳକୁ ଅଚଳ ହୋଇଯାଇଛି। ସ୍ଥିର ହୋଇ କେବେ ସେ ବସେ ନାହିଁ। ଥିରି ଥିରି ପାଦରେ କେବେ ଯିଏ ଚାଲେ ନାହିଁ ବୋଲି ଘରେ ସ୍କୁଲରେ ପ୍ରତିଦିନ ଗାଳି ଖାଏ, ସେ ନିଥର ହେଇ ପଡ଼ି ରହିଛି 12 ବର୍ଷ ଧରି। ସେଇ ଗୋଟିଏ ଅନ୍ଧାରୀ ଘର ହିଁ ତାର ପୃଥିବୀ। ଅଳନ୍ଧୁ ଜମିଥିବା ଛାତ ହିଁ ତାର ଆକାଶ। କାହିଁକି ଯେ ଈଶ୍ୱର ତାକୁ ବଞ୍ଚାଇ ରଖିଛନ୍ତି ମୁଁ ବୁଝିପାରେନି। ଆମେ ଆଉ କେତେ ଦିନ? ଆମ ପରେ କ'ଣ ହେବ ତାର ଅବସ୍ଥା? କିଛି ଭାବିପାରୁଛନ୍ତି? ଏତେ ଗୁଡ଼ିଏ ପ୍ରଶ୍ନର ଉତ୍ତର ମୁଁ ଦେଇପାରିଲିନି। ଖାଲି ଏତିକି ପଚାରିଦେଲି, ଆପଣଙ୍କର ଅନ୍ୟ ପୁଅ ଝିଅ ଅଛନ୍ତି? 3 ଝିଅ ଖୁବ୍ ଭଲରେ ଅଛନ୍ତି। 2 ଜଣ ଇଣ୍ଡିଆ ବାହାରେ, ପୁଅ 2 ଜଣ ସେମାନଙ୍କର ସଂସାର ନେଇ ବ୍ୟସ୍ତ। ଏଠିକି ଆସିଲେ ଦିନେ 2 ଦିନ ରହନ୍ତି। କିନ୍ତୁ ଚନ୍ଦ୍ରାର ଦାୟିତ୍ୱ ତ ଆମର। ଆମ ପରେ ଚନ୍ଦ୍ରାର ଦାୟିତ୍ୱ ଯେ କିଏ ନେବେ ଏ ବିଶ୍ୱାସ ହେଉନି। ଅଥଚ ଦିନେ ଚନ୍ଦ୍ରା ଥିଲା ସମସ୍ତଙ୍କର ଗୋଡ଼ପୋଛା ଗେହ୍ଲା ଭଉଣୀ, ସମସ୍ତଙ୍କର ବୋଲକରା ସୁନା ଝିଅ। ସେ ଦୀର୍ଘ ନିଶ୍ୱାସ ଛାଡ଼ିଲେ। ଜୀବନର ମର୍ମାନ୍ତିକ ସତ୍ୟମାନଙ୍କୁ ଅନୁଭୂତିର ପ୍ରତ୍ୟେକଟି କୋଷରେ ସଞ୍ଚିତ କରିଥିବା ଏ ଅସହାୟ ବୃଦ୍ଧଙ୍କୁ କିଛି ଗୋଟାଏ ମିଛ ସାନ୍ତ୍ୱନା ଦେଇ ଖସି ଆସିବା ପାଇଁ ସାହସ ହେଲା ନାହିଁ। ଚନ୍ଦ୍ରାର ଯେଉଁ ରୋଗ, ସେଥିରେ କି ସାନ୍ତ୍ୱନା ବା ଦେଇ ହୁଅନ୍ତା? ମୁଁ ଚନ୍ଦ୍ରାକୁ ପଛ କରି ଠିଆ ହୋଇଛି। ଆମର କଥୋପକଥନ ସେ ଶୁଣୁଛି। ତାକୁ ଆଉ ଥରେ ଫେରି ଚାହିଁବାର ସାହସ ହେଉନି। ତା ଆଖିରେ ଯଦି ଏଇ ବୃଦ୍ଧଙ୍କ ଆଖିର ଅସହାୟତାରୁ କଣିକାଏ ବି ଥିବ, ତେବେ କି ସାନ୍ତ୍ୱନା ମୁଁ ତାକୁ ଦେବି? ମୋ ଲେଖନୀ ଉପରେ ଚନ୍ଦ୍ରାର ଗଭୀର ଆସ୍ଥା। ତା ଜୀବନ ସମସ୍ୟାର ସମାଧାନ ସେ ଯଦି ମୋତେ ମାଗେ, ମୁଁ କି ଉତ୍ତର ଦେବି? ଆଉ ଥରେ ପଛକୁ ପାଦ ଫେରାଇଲି। ଚନ୍ଦ୍ରାକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କଲି। ତାର ଅସୁସ୍ଥତାର ବିବରଣୀ ଜାଣିବା ପରେ କିଛି ଗୋଟାଏ ନ କହି ଚୁପଚାପ ଫେରିଯିବାକୁ ଚନ୍ଦ୍ରା ହୁଏତ ଭଲ ମନେ ଗ୍ରହଣ କରିବ ନାହିଁ। କିନ୍ତୁ କ'ଣ କହିବି ଚନ୍ଦ୍ରାକୁ ତାର ଅର୍ଦ୍ଧ ମୃତଦେହ ସମ୍ପର୍କରେ? କିଛି ଗୋଟାଏ କହିବି ବୋଲି ମନଟାଣ କଲି। ହୃଦୟର ସମସ୍ତ କୋମଳ ସହାନୁଭୂତି ନିଗାଡ଼ି ଦେଇ ମୁଁ ଖୁବ୍ ଦୁଃଖିତ, ଏତିକି କହିବି ବୋଲି ଇଚ୍ଛା କରି ଚନ୍ଦ୍ରାକୁ ଚାହିଁ ସ୍ତବ୍ଧ ହୋଇଗଲି।
ଅଚିହ୍ନା ଅଲଣା ଦେହଟାକୁ ବେଖାତିର ଭାବରେ ବିଛଣାରେ ଫିଙ୍ଗି ଦେଇ ଚନ୍ଦ୍ରା ଶୋଇ ରହିଛି ନିରାଲମ୍ବ ହୋଇ। 12 ବର୍ଷର ନିଷ୍ଠୁର ସତ୍ୟକୁ ଜୀବନର ପ୍ରତିଟି ପଲକରେ ବାରମ୍ବାର ମାନି ନେଇ ଯିଏ ଅବିଚଳିତ ହୋଇ ମୋତେ ଚାହିଁ ରହିଛି, ତାକୁ ଦୟା ଦେଖି ଦୁଃଖ ଜଣାଇବାର ଆସ୍ପର୍ଦ୍ଧା ଅକସ୍ମାତ୍ ଲୋପ ପାଇଗଲା। ଦେଖିଲି ପଥରର ଆଖି ଭଳି ତାର ଆଖିଡୋଳା ସ୍ଥିର, ମୁଖଭଙ୍ଗୀ ବାସ୍ତବର ପୀଡ଼ନରେ ନିର୍ବିକାର। ଚନ୍ଦ୍ରା ନୁହେଁ, ମୁଁ ନିଜେ ହିଁ ଅସହାୟ ହେଇ ଯେମିତି ଚନ୍ଦ୍ରାର କାରୁଣ୍ୟ ଭିକ୍ଷା କରୁଛି। କ'ଣ କହିଲେ ଚନ୍ଦ୍ରାର ନିଷ୍ପାପ ନିର୍ଭୀକ ଆତ୍ମା ଆହତ ହେବ ନାହିଁ, ଅପମାନିତ ହେବ ନାହିଁ, ବତାଇ ଦେବା ପାଇଁ ଚନ୍ଦ୍ରାକୁ ମୁଁ ନୀରବରେ ମିନତି କରୁଛି। ମୋର ଅସହାୟତା ଚନ୍ଦ୍ରା ବୁଝିପାରୁଛି। 12 ବର୍ଷ ଧରି କେତେ ଅଚିହ୍ନା ମଣିଷ ତା ଦୁଃଖରେ ଅସହାୟ ହୋଇ ପଡ଼ିବାର ଦୃଶ୍ୟକୁ ସେ ସାମ୍ନା କରିଛି। ଅନ୍ୟମାନେ ଯେତେ ବେଶୀ ଅସହାୟ ପଡ଼ିଛନ୍ତି, ସେ ସେତେ ବେଶୀ ଶକ୍ତି ନିଜ ଭିତରେ ଖୋଜି ପାଇଛି। କାରଣ ସେ ଜାଣେ, ଦୟା କରୁଣା ହାହାକାର ମିଶାଇ ଦେଲେ କାହାର ଦୁଃଖ ଉଣାଇ ହୁଏ ନାହିଁ। ଯାହା ଘଟିଯାଇଛି ତା ଫେରି ଆସେ ନାହିଁ। ସେ ଯାହା ଅଙ୍ଗେ ଲିଭାଇଛି ତା ମିଛ ହୋଇଯାଏ ନାହିଁ। ଚନ୍ଦ୍ରା ସ୍ଥିର ଗଳାରେ କହିଲା, କେତେ ସମୟ ଏମିତି ଠିଆ ହେବେ? ମୁଁ ଆପଣଙ୍କୁ ଡକାଇ ଆଣି କଷ୍ଟ ଦେଲି ପ୍ରକୃତରେ। ମୁଁ ବ୍ୟସ୍ତ ହୋଇପଡ଼ି କହିଲି, ନା ନା, କଷ୍ଟ ମୋ ପାଇଁ ନୁହେଁ। ମୁଁ ଆଉ କିଛି କହିପାରିଲିନି। ଚନ୍ଦ୍ରା ଚଟ୍ କରି କହିଲା, ମୋ ବିଷୟରେ ଆପଣ ଯଦି ଭାବନାରେ ପଡ଼ିଛନ୍ତି, ତେବେ ମୋ ପାଇଁ ଗୋଟେ କାମ କରିବେ? କୁହ। କ୍ଷମତା ଭିତରେ ହୋଇଥିଲେ ନିଶ୍ଚୟ କରିବି। ମୁଁ ପ୍ରତିଜ୍ଞାବଦ୍ଧ ହେଲି। ଚନ୍ଦ୍ରା ନିଷ୍ପତ୍ତି ସୂଚକ ସ୍ୱରରେ କହିଲା, ବିନୀତ ଅନୁରୋଧ, ମୋତେ କେବେ ଦୟା ଦେଖାଇବେ ନାହିଁ। 12 ବର୍ଷ ଧରି ଅନ୍ୟମାନେ ଯେତେ ବେଶୀ ଦୟା ମୋ ଉପରେ ଅଜାଡ଼ି ଦେଉଛନ୍ତି, ମୁଁ ସେତେ ବେଶୀ ଦିନ ହେଇଯାଉଛି। ଏ ଦେଶ ଆଜି ଦରିଦ୍ର, କାରଣ ଦୟାଦାକ୍ଷିଣ୍ୟ ଆମ୍ଭମାନଙ୍କର ଏତେ ବେଶୀ ଯେ ତାରି ଉପରେ କେତେ ଲୋକ ଚଳି ବି ପାରନ୍ତି। କିଛି ଖରାପ ଭାବିଲେ? ଅପଲକ ଆଖିରେ ସେ ଅଚଳ ଦେହଧାରିଣୀ ସୁତୀକ୍ଷଣ ସଚଳ ମସ୍ତିଷ୍କର ଝିଅଟିକୁ ଚାହିଁ ରହି ଭାବୁଥିଲି, ମୋର ଅସହାୟତା ପାଇଁ ଚନ୍ଦ୍ରା ମୋତେ ଦୟା ଦେଖାଉନାହିଁ ତ? ପ୍ରକୃତରେ ଯେଉଁ ଝିଅଟିର ଚିନ୍ତାଶକ୍ତି ଏତେ ପ୍ରଖର, ଉଚ୍ଚ ଭାବାପନ୍ନ, ତାକୁ ଦୟା ଦେଖାଇବା ନିର୍ବୋଧତା ନୁହେଁ ତ ଆଉ କ'ଣ? ପରେ ଆସିବି। ଶୁଭରାତ୍ରି କହି ବିଦାୟ ନେଇ ପଦାକୁ ଆସିଲି। ବାରଣ୍ଡାରେ ଥୁଆ ହୋଇଥିବା ହୁଇଲ୍ ଚେୟାରଟାକୁ ଚେଷ୍ଟା କରି ଦେଖିଲି ନାହିଁ। ଚନ୍ଦ୍ରାର ବିକଳାଙ୍ଗ ବିଜ୍ଞାପିତ କରୁଥିବା ଏ ନିର୍ଜୀବ ଚେୟାରଟା ଯେ ସତ୍ୟ, ଏକଥା ମଧ୍ୟ ମାନିବା ପାଇଁ ମୋର ମନ ପ୍ରସ୍ତୁତ ନଥାଏ। ଗେଟ୍ ପର୍ଯ୍ୟନ୍ତ ବଳାଇ ନେବାକୁ ଆସି ତାର ବାପା ଅନୁଚ୍ଚ କଣ୍ଠରେ କହିଲେ, ପ୍ରକୃତରେ ଆପଣଙ୍କୁ ଚନ୍ଦ୍ରା ହାତରେ ମୁଁ ଡକାଇଥିଲି। ଚନ୍ଦ୍ରା ସମ୍ପର୍କରେ ଗୋଟାଏ ସାହାଯ୍ୟ କରିବେ? ଆଗ୍ରହରେ କହିଲି, ମୋ ଦ୍ୱାରା ଯାହା କିଛି ସମ୍ଭବ ମୁଁ କରିବି। ନିଶ୍ଚୟ କରିବି। ତା ଦ୍ୱାରା ଯଦି ଚନ୍ଦ୍ରାର ମଙ୍ଗଳ ହୁଏ। ବିଷାଦ ରାଗର ହସ ହସି ଦେଇ ସେ କହିଲେ, ହଁ, ଚନ୍ଦ୍ରାର ତା ଦ୍ୱାରା ମଙ୍ଗଳ ହିଁ ହେବ। ତା ଛଡ଼ା ଅଧିକ ମଙ୍ଗଳ ତା ପାଇଁ ଆଉ କିଛି ହେବ ନାହିଁ। ମୁଁ ତ୍ରିଶଙ୍କୁ ହୋଇ ଠିଆ ହୋଇଥାଏ। ସେ କହିଲେ, ଭାବିଛି ଚନ୍ଦ୍ରାକୁ କହିବି ସେ ସରକାରଙ୍କୁ ଗୋଟେ ଆବେଦନ କରିବ। ଆବେଦନ ପତ୍ରଟି କିନ୍ତୁ ଆପଣ ଭାଷା ଦେଇ ସଜାଇ ଲେଖିଦେବେ। ମୁଁ ଆଗ୍ରହରେ ପଚାରିଲି, କୁହନ୍ତୁ ଆଜ୍ଞା, କ'ଣ ଲେଖିବାକୁ ହେବ? ସେ ନିଷ୍ପତ୍ତି ସୂଚକ ସ୍ୱରରେ କହିଲେ, ସେ ଆତ୍ମହତ୍ୟା କରିବ। ଅନୁମତି ମାଗି ସେ ସରକାରଙ୍କୁ ଆବେଦନ କରିବ। ମୋ ମୃତ୍ୟୁ ପୂର୍ବରୁ ଅନ୍ତତଃ ଏତିକି କାମ ଆପଣଙ୍କ ଚେଷ୍ଟାରେ ହୋଇଗଲେ ମୁଁ ନିଶ୍ଚିନ୍ତ ହୋଇ ମରିପାରିବି। ସ୍ନେହ, ଆଦର, ଯତ୍ନ ଏବଂ ଶୁଶ୍ରୂଷା ଭିତରେ ସେ ଚାଲିଗଲେ ମୁଁ ଖୁସି ହେବି। ଆମ ପରେ ତାର ମୃତ୍ୟୁ ତ ସୁନିଶ୍ଚିତ। କିନ୍ତୁ କି କଷ୍ଟ ଆଉ ଅବହେଳା ଭିତରେ ସେ ପ୍ରାଣ ଛାଡ଼ିବ ଆପଣ କଳ୍ପନା କରିପାରୁଛନ୍ତି? ବୁଦ୍ଧଙ୍କ ଏହି ନିଷ୍ଠୁର ବାତ୍ସଲ୍ୟ ମୋ ଆଖିକୁ ଆର୍ଦ୍ର କରିଦେଲା। ଦେଖିଲି ଚନ୍ଦ୍ରାର ରୁଗ୍ନା ମାତା ପଥର ଆଖିରେ ମୋ ମୁହଁକୁ ଚାହିଁଛନ୍ତି। ମୁଁ ପଳାଇ ଆସିବା ପାଇଁ ଛଟପଟ ହେଲି। ମନେ ହେଲା ଗୋଟେ ହତ୍ୟା ଅପରାଧରେ ମୁଁ ଯେମିତି ଜଡ଼ିତ ହୋଇପଡ଼ୁଛି। ମୁଁ କି ଉତ୍ତର ଦେବି? ମୁଁ ପଚାରିଲି, ଏକଥା ଚନ୍ଦ୍ରା ଜାଣେ? ବୃଦ୍ଧ କହିଲେ, ହଁ, ପ୍ରକାରାନ୍ତରେ ଆତ୍ମହତ୍ୟା ପାଇଁ ତାକୁ ମୁଁ ପ୍ରସ୍ତୁତ କରୁଛି। ଛଟପଟ ହେଇ ପ୍ରାଣ ଛାଡ଼ିବା ଅପେକ୍ଷା ଆମ ଆଖି ଆଗରେ ତାର ଭଗ୍ନ ଦେହର ଅବଶିଷ୍ଟ ଅଂଶରୁ ପ୍ରାଣ ଟିକକ ବାହାରିଯିବା ବରଂ ଭଲ। ଚନ୍ଦ୍ରା ଏଥିରେ ସମ୍ମତ? ମୁଁ ପଚାରିଲି। ବୃଦ୍ଧ ବିଦ୍ରୂପର ହସ ହସି କହିଲେ, ଚନ୍ଦ୍ରାର ସମ୍ମତି ନେଇ ଏ ସଂସାର ଚାଲୁଥିଲେ ଚନ୍ଦ୍ରା 12 ବର୍ଷ ଧରି ଏକା ଜାଗାରେ ପଡ଼ି ରହିଥାନ୍ତା? ଜାଣନ୍ତି, ସେ ଚମତ୍କାର ନାଚୁଥିଲା ପିଲାଦିନେ, ଅଥଚ ଆଜି ତା ସାମ୍ନା କାନ୍ଥରେ ପେଟେ ପେଟେ ଚାଲୁଥିଲା ଝିଟିପିଟିଠାରୁ ମଧ୍ୟ ସେ ହୀନ ହୋଇ ପଡ଼ିଛି। ସେ ଅକ୍ରୋଶରେ ମୁଁ ତା ଘର କାନ୍ଥରେ ଗୋଟାଏ ବି ଝିଟିପିଟି ରଖେଇ ଦିଏନି। ଦୁଷ୍ଟ ପିଲାଙ୍କ ଭଳି ପିଟି ପିଟି ତାଙ୍କୁ ମାରେ। ଏ କାଣ୍ଡ ଦେଖି ଅନେକ ଭାବନ୍ତି ମୁଁ ପାଗଳ ହୋଇଛି।
ପ୍ରକୃତରେ ମୁଁ ମଧ୍ୟ ବୃଦ୍ଧଙ୍କର ଝିଟିପିଟି ମାରଣା ଦୃଶ୍ୟ ଆଜି ଦେଖିଛି ଏବଂ ଅନୁରୂପ ଭାବିଛି। ସେଦିନ କିଛି ଜବାବ ନ ଦେଇ ମୁଁ ଫେରି ଆସିଲି। ତାପରଠୁ ଯେତେଥର ଚନ୍ଦ୍ରା ଘରକୁ ଯାଇଛି ତାର ବାପା ବାରବାର ପଚାରନ୍ତି, ଆବେଦନପତ୍ର ଲେଖିଲେ? ପ୍ରକୃତରେ ମୃତ୍ୟୁ କ'ଣ ଜୀବନଠାରୁ ଚନ୍ଦ୍ରା ପକ୍ଷେ ଶ୍ରେୟ ନୁହେଁ? ୟାକୁ କ'ଣ ଆପଣ ଜୀବନ କହନ୍ତି? ବାପା ମା ହୋଇ ଏଗୁଡ଼ାକ କେତେଦିନ ଦେଖିବୁ? ମୁଁ ଚନ୍ଦ୍ରାକୁ ଲକ୍ଷ୍ୟ କରି ଦେଖେ, ଦିନୁ ଦିନ ମୋରି ଆଖି ଆଗରେ ସେ ଧୀରେ ଧୀରେ କ୍ଷୟ ପାଇଯାଉଛି। ବର୍ତ୍ତମାନ ପକ୍ଷାଘାତ ତାର ପେଟ ପର୍ଯ୍ୟନ୍ତ ମୋଡ଼ି ହୋଇ ଆସିଛି, କିନ୍ତୁ ଚନ୍ଦ୍ରାର ହୃଦୟ, ମସ୍ତିଷ୍କ, ଚିନ୍ତା ଭାବନାକୁ ପକ୍ଷାଘାତ କାବୁ କରିପାରିନାହିଁ। ଚନ୍ଦ୍ରା ତୀକ୍ଷ୍ଣ ବୁଦ୍ଧିମତୀ ଏବଂ ବିଭିନ୍ନ ଆବେଗରେ ତାର ହୃଦୟ ଟଳମଳ। ସେ ଜାଣିଥିଲେ କି ହୁଏତ ଭାବିବ, ଚନ୍ଦ୍ରା କେତେଦିନ ହେବ ଫ୍ଲୁରେ ଆକ୍ରାନ୍ତ ହୋଇପଡ଼ିଛି ପରା। ମୁଁ ଦେଖେ ଚନ୍ଦ୍ରାର ହାତ ଦୁଇଟି ଅବିରତ କାମ କରି ଚାଲିଥାଏ। ଘର ସାରା ଯୁଆଡ଼େ ଚାହିଁଲେ ସବୁଆଡ଼େ ଚନ୍ଦ୍ରା ହାତର ସୂଚୀ କାମ ଓ ପେଣ୍ଟିଂ। ଚନ୍ଦ୍ରା ହାତବୁଣା ସ୍ୱେଟର କେବଳ ତାର ବାପା ପିନ୍ଧନ୍ତି ନାହିଁ, ସାଇ ପଡ଼ିଶାର ପିଲା, ଏପରିକି ଆସନ୍ତା ଶୀତ ଋତୁରେ ମଧ୍ୟ ମୁଁ ପିନ୍ଧିବାକୁ ଯାଉଛି। ଚନ୍ଦ୍ରାର ଶରୀର ଅର୍ଦ୍ଧେକ ମୃତ, ଅଥଚ ଚନ୍ଦ୍ରା ଯେମିତି ସ୍ପନ୍ଦନର ଗୋଟାଏ ସ୍ଫୁଲିଙ୍ଗ। ଚନ୍ଦ୍ରାର ହାତ ଦୁଇଟି ଚଳଶକ୍ତି ରହିତ, ଗୋଡ଼ ଦୁଇଟିର ଅକ୍ଷମତାକୁ ଅବଜ୍ଞା କରି ନିଜର ସୃଷ୍ଟି ଶୀତଳତାକୁ ଅବିରତ ପ୍ରତିପାଦନ କରି ଚାଲିଥାଏ। ଏବେ ଚନ୍ଦ୍ରା ପାଖକୁ ଯିବା ମୋ ଜୀବନର ନିୟମରେ ପଡ଼ିଗଲାଣି। ଚନ୍ଦ୍ରାକୁ ନ ଦେଖିଲେ ମନଟା ବିଷାଦରେ ଭରିଯାଏ। ଚନ୍ଦ୍ରାକୁ ଦେଖିଲେ ହିଁ କର୍ମ ପ୍ରେରଣାରେ ସ୍ପନ୍ଦିତ ହୋଇଯାଏ ମୋର ହୃଦୟ। ଚନ୍ଦ୍ରା ଓଠର ଅନାମିଳ ମନ୍ଦ ମଧୁର ହସରେଖାକୁ ଥରେ ନ ଦେଖିଲେ ମୋର ହାତ ଜଡ଼ ହୋଇଯାଏ। କହିବାକୁ ଗଲେ ଚନ୍ଦ୍ରା ହିଁ ହୋଇପଡ଼ିଛି ମୋର ପରମ ପ୍ରେରଣାର ଉତ୍ସ। ତାର ଅବିରତ କର୍ମରତ ଅଙ୍ଗୁଳିଗୁଡ଼ିକ ମୋର ଚେତନାକୁ କେଞ୍ଚି କେଞ୍ଚି ଯେମିତି କହିଦିଏ, ଯେ କର୍ମ ବିମୁଖ ସେ ପ୍ରକୃତରେ ପକ୍ଷାଘାତ ରୋଗୀ। ମୁଁ ଅଚଳ ହେଲେ ବି ରୋଗୀ ନୁହଁ, ଅକର୍ମଣ୍ୟ ନୁହଁ। ଚନ୍ଦ୍ରାକୁ ଦେଖୁ ଦେଖୁ ମୁଁ ତାର ବୃଦ୍ଧ ପିତାଙ୍କର ଅନୁରୋଧକୁ ଇଚ୍ଛା କରି ଏଡ଼ାଇଯାଏ। ତାଙ୍କ ପ୍ରଶ୍ନର ଜବାବ ବି ଦିଏ ନାହିଁ। ବେଳେବେଳେ ଚନ୍ଦ୍ରା ସାମ୍ନାରେ ହିଁ ତାର ବାପା ମୋତେ ପଚାରି ଦିଅନ୍ତି, ଚନ୍ଦ୍ରା ପାଇଁ ଆତ୍ମହତ୍ୟାର ଦରଖାସ୍ତ ଲେଖିଲେ? କ'ଣ ଭାବୁଛନ୍ତି? ଭୟ କରୁଛନ୍ତି ଝାମେଲାରେ ପଡ଼ିଯିବେ ବୋଲି? ନିଶ୍ଚିନ୍ତ ରୁହନ୍ତୁ ଯେ ଦରଖାସ୍ତରେ ଚନ୍ଦ୍ରା ନିଜେ ଦସ୍ତଖତ କରିବ। ଆମର ଦିନ ଯେ ଖୁବ୍ ଶୀଘ୍ର ସରି ଆସୁଛି, ସେଥିପ୍ରତି ଧ୍ୟାନ ଦେଇଛନ୍ତି କେବେ? ଆମ ଅନ୍ତେ ତା ପାଟିରେ ପାଣି ଟୋପାଏ ଦେବାକୁ ବି କେହି ନାହିଁ। ଶୋଷରେ ଶୁଖି ଶୁଖି ତାର ପ୍ରାଣ ଯିବ, ଏଇ ଆପଣଙ୍କର ଇଚ୍ଛା? ପ୍ରତୀକ୍ଷା କ୍ଳାନ୍ତିକର ଏବଂ ଦୁଃସହ। ମୃତ୍ୟୁର ପ୍ରତୀକ୍ଷା କରି ପଡ଼ି ରହିଥିବା ମୃତ୍ୟୁଠାରୁ ବେଶୀ ଭୟଙ୍କର। ମାତ୍ର ଚନ୍ଦ୍ରାର ଜୀବନ ଯେ ମୃତ୍ୟୁର ପ୍ରତୀକ୍ଷା କରୁଛି, ଏକଥା ଚନ୍ଦ୍ରାକୁ ଦେଖିଲେ ବିଶ୍ୱାସ ହୁଏ ନାହିଁ। ମୃତ୍ୟୁ ଅପେକ୍ଷାରେ ଜୀବନ ଅମାବାସ୍ୟାରେ ଚନ୍ଦ୍ରୋଦୟ ପରି ଏଡ଼େ ଉଜ୍ଜ୍ୱଳ ଏବଂ ଗରିମାମୟ ହେଇନପାରେ। ସେଦିନ ଚନ୍ଦ୍ରା ପିନ୍ କଣ୍ଟା ଦେଇ ସୁନେଲି ରୂପେଲି ଜରିସୂତାରେ ଜଗନ୍ନାଥଙ୍କର ମୁହଁଟିଏ ବୁଣି ଚାଲିଥାଏ। ଗୁଣୁ ଗୁଣୁ ମଧୁର ମୂର୍ଚ୍ଛନାଟିଏ ଝରି ଆସୁଥାଏ ତାର ଶରୀରର ଭଗ୍ନାବଶ କନ୍ଦରରୁ। ମୋର ମନେ ହେଲା ଚନ୍ଦ୍ରା ହୁଏତ କାହାକୁ ନା କାହାକୁ ଭଲ ପାଇ ବସିଛି। ସେ ଭଲ ପାଇବା ହିଁ ଚନ୍ଦ୍ରାକୁ ବଞ୍ଚାଇ ରଖିଛି। ସଙ୍ଗୀତ ହେଉଛି ତା ଭିତରେ। ତାର ହାତ ଦୁଇଟା ଦେଇ ସେ ପ୍ରେମ ଫୁଲ ହେଇ ଫୁଟୁଛି। ପ୍ରେମ ବ୍ରେତି ରଖି ଚନ୍ଦ୍ରା ବଞ୍ଚିବା ପରି ବଞ୍ଚି ରହିଥାନ୍ତା। ସାହସ କରି ପଚାରିଦେଲି, ଚନ୍ଦ୍ରା କିଛି ମନେ କରିବ ନାହିଁ। ତମର ଶରୀର ପକ୍ଷାଘାତଗ୍ରସ୍ତ ହୋଇଛି ସିନା, ହୃଦୟ ସବୁଜ ସ୍ୱପ୍ନର ଭରପୁର। ଏମିତି ଏକଥା ଅସମ୍ଭବ ହେଲା? ତମେ କ'ଣ କାହାକୁ ଭଲ ପାଇ ବସିଛ? ସେ ମୋ ମୁହଁକୁ ନ ଚାହିଁ ନିଜେ ବୁଣୁଥିବା ଜଗନ୍ନାଥଙ୍କର ମୁହଁକୁ ଦୃଷ୍ଟି ନିବଦ୍ଧ ରଖି ମୃଦୁ ହସିଲା ଏବଂ କହିଲା, ମୋ ମନ କଥା ଆପଣ କେମିତି ଜାଣିଲେ? ମୁଁ ଆସ୍ତେ କହିଲି, ତମ ବଞ୍ଚିବାର ଶୈଳୀ ମୋତେ ସେ କଥା କହିଦେଉଛି। ଶରୀର ସୁସ୍ଥ ଥାଇ ମଧ୍ୟ ଅନେକ ଲୋକ ତମ ଭଳି ହୃଦୟ ଭରି ବଞ୍ଚିପାରନ୍ତି ନାହିଁ। ସେମାନଙ୍କ ଭିତରୁ ମୁଁ ଜଣେ। ବଞ୍ଚି ରହିଛି ସତ, ବଞ୍ଚି ରହିବାର ମଧୁରତା ଧୀରେ ଧୀରେ ଉଭେଇ ଯାଉଛି ଜୀବନ ଜଞ୍ଜାଳ ଭିତରେ। ଚନ୍ଦ୍ରା ମୁଣ୍ଡ ହଲାଇ କହିଲା, ହଁ, ମୁଁ ତାଙ୍କୁ ଭଲ ପାଏ। ତାଙ୍କୁ ଭଲ ପାଇବା ପରେ ମୁଁ ଭାବେ ମୁଁ ଅପୂର୍ଣ୍ଣ ନୁହେଁ, ଅଥର୍ବ ନୁହେଁ। ତାଙ୍କୁ ଭଲ ପାଇବା ପରେ ହିଁ ମୁଁ ମୋ ଜୀବନକୁ ଭଲ ପାଇଛି। ବଞ୍ଚିବାରେ ସୁଖ ଅଛି ବୋଲି ଅନୁଭବ କରୁଛି। ସେ କିଏ? ମୁଁ ସ୍ପନ୍ଦିତ ହୃଦୟରେ ପଚାରିଲି। ଚନ୍ଦ୍ରା ମୋ ମୁହଁକୁ ଚାହିଁ କହିଲା ଏବଂ ମଧୁର ଛନ୍ଦରେ ହସି ଦେଇ କହିଲା, ତାଙ୍କୁ ଆପଣ ଜାଣନ୍ତି? ସେ କିଏ? ମୁଁ ପୁନର୍ବାର ପଚାରିଦେଲି ଏବଂ ରୋମାଞ୍ଚିତ ଆବେଗରେ ଭାବିଲି, ଚନ୍ଦ୍ରା ହୁଏତ କହିବ, ସେ ଆପଣ ମୋର ଅତି ପ୍ରିୟ ଲେଖକ। ମୁଁ ଆପଣଙ୍କୁ ଭଲ ପାଏ, ପ୍ରଭାତ ବାବୁ। ନିଜ ଭାବନାରେ ମୁଁ ନିଜେ ସ୍ପନ୍ଦିତ ହେଉଥିଲି।
ଶରୀରରେ ଭଗ୍ନସ୍ତୂପ ଭିତରେ ନକ୍ଷତ୍ର ଭଳି ଜଳୁଥିବା ଚନ୍ଦ୍ରର ଜାଗ୍ରତ ସୁନ୍ଦର ଆତ୍ମା ପ୍ରେମରେ ମୁଁ ପଡ଼ି ଯାଇଥିଲି। ଚନ୍ଦ୍ରା ମୋତେ ମଧୁର ଅପାଙ୍ଗ ଢାଳି ଥରେ ଚାହିଁଲା। ତାପରେ ଚାହିଁଲା ସାମ୍ନା କାନ୍ଥରେ ଝୁଲୁଥିବା ଦୁଇଟା ଆୟତ୍ତ ବିଶାଳ ଆଖିକୁ, ପୁଣି ସୋନେଲି ଜରି ସୂତାର କାରୁକାର୍ଯ୍ୟରେ ଅଙ୍ଗୁଳିର ଚାତୁରୀରେ ଫୁଟି ଉଠୁଥିବା ଜଗନ୍ନାଥଙ୍କର ମୁହଁକୁ। ନମ୍ର କୋମଳ ସ୍ୱରରେ ସେ କହିଲା, ମୁଁ ଭଲ ପାଏ ସେ ଖଣ୍ଡିତ ଶରୀର ବିକଳାଙ୍ଗ ପ୍ରଭୁ ଜଗନ୍ନାଥଙ୍କୁ। ମୋର ପ୍ରଭୁ ଯଦି ବିଖଣ୍ଡିତ ହେଇବି ସ୍ୱୟଂ ସମ୍ପୂର୍ଣ୍ଣ ଅଥର୍ବ ହେଇବି ସର୍ବବ୍ୟାପୀ, ମୁଁ କାହିଁକି ଶରୀରର ଅପୂର୍ଣ୍ଣତା ପାଇଁ ମୋ ଆତ୍ମାକୁ କଷ୍ଟ ଦେବି? ଶରୀର କ'ଣ ସୁଖ ଦୁଃଖ ଅନୁଭବ କରିପାରେ? ଅନୁଭବ ଶକ୍ତି ତ ମସ୍ତିଷ୍କର। ତାକୁ ଯଦି ପ୍ରଭୁ ଜଡ଼ କରିଦେଇନାହାନ୍ତି, ମୁଁ ଦୁଃଖ କରିବି କାହିଁକି? ମୋର ହୃଦୟ ଏବେ ବି ଯଦି ନିଷ୍ପନ୍ଦ ନୁହେଁ, ମୁଁ ହୃଦୟ ଦେଇ ବଞ୍ଚିବି ନାହିଁ କାହିଁକି? ଚନ୍ଦ୍ରର ସେ ସୁନ୍ଦର ମ୍ଳାନ ମୁହଁରେ ଗୋଟେ ଅପୂର୍ବ ଜ୍ୟୋତି ଝଲମଲ ହେଉଥିଲା। ଯାହାର ହୃଦୟ ପୂର୍ଣ୍ଣ, ତାର ଶରୀର ବିଖଣ୍ଡିତ ବୋଲି ଏତେ ଦିନ ଧରି ତା ପାଇଁ ମୁଁ ନିଜକୁ ଦୁଃଖ ଦେଇଛି ବୋଲି ନିଜ ଉପରେ ଦୟା ହେଲା। ଭାବିଲି ଚନ୍ଦ୍ରା ସଂକୀର୍ଣ୍ଣତାର ବହୁ ଊର୍ଦ୍ଧ୍ୱରେ। ୟକ୍ଷସ୍ନୁ ଚନ୍ଦ୍ରଭାଗାର ଶାଶ୍ୱତ ଆତ୍ମାକୁ ପ୍ରଣାମ ଜଣାଇ ମୁଁ ବାହାରି ଆସୁଥିଲି। ଦ୍ୱାର ପାଖରେ ଠିଆ ହୋଇ ଆମର କଥୋପକଥନ ଶୁଣୁଥିଲେ ଚନ୍ଦ୍ରାର ବାପା। ପ୍ରଥମ ଦିନ ଭଳି ଚୁପ୍ ଚୁପ୍ କରି ସେ କହିଲେ, ଆବେଦନ ପତ୍ରଟି ଦୟାକରି ଆଉ ଲେଖିବେ ନାହିଁ। କାରଣ ମୋ ଚନ୍ଦ୍ରା ଶରୀରରେ ନୁହେଁ, ଆତ୍ମାରେ ହିଁ ବଞ୍ଚି ରହିଛି। ଆତ୍ମାର ହତ୍ୟା କ'ଣ କେବେ ସମ୍ଭବ? ମୁଁ ସେ କଥା ବୁଝିନଥିଲି ବୋଲି କଷ୍ଟ ପାଉଥିଲି। ଏବେ ମୁଁ ଯନ୍ତ୍ରଣାମୁକ୍ତ। ମୋ ହୃଦୟର ସ୍ପନ୍ଦନ ଭିତରେ ମିଶି ଯାଇଥିବା ନୀରବ ସ୍ୱରଟିଏ ମୋର ଚେତନାକୁ ସ୍ପର୍ଶ କରି କହୁଥିଲା, କୁରୁସଭାରେ ଦ୍ରୌପଦୀର ବସ୍ତ୍ର ପରି ସଂସାରରେ ଦୁଃଖ ଅପ୍ରତିମ। କିନ୍ତୁ ଦୁଇ ହାତ ତୋଳି ସେ ଦୁଃଖକୁ ଜଣକୁ ସମର୍ପି ଦେଲେ ଦ୍ରୌପଦୀର ମାନ ରକ୍ଷା ପରି ଦୁଃଖ ଅପସରିଯାଏ। ମୋର ହୃଦୟ ଭିତରେ ଏ ଯେମିତି ଚନ୍ଦ୍ରାର ହିଁ ସ୍ୱର। ପଛକୁ ପାଦ ଫେରାଇ ପ୍ରଶ୍ନ କଲି, ଚନ୍ଦ୍ରା, ମୋତେ କିଛି କହୁଛ? ଚନ୍ଦ୍ରକଳା ଭଳି କ୍ଷୟ ପାଇଯାଉଥିବା ଚନ୍ଦ୍ରଭାଗା ମୃଦୁ ମୃଦୁ ପୂର୍ଣ୍ଣତାର ହସ ହସୁଥିଲା। ତେବେ ଏଇଠାରେ ଶେଷ ହେଲା ଲେଖିକା ପ୍ରତିଭା ରାୟଙ୍କର ଗଳ୍ପ ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା। ରହିଲି, ନମସ୍କାର।